ନୀତିବଚନ ପୁସ୍ତକ ଅଧ୍ୟାୟ 15। ସୌମ୍ୟ ପ୍ରତ୍ୟୁତ୍ତର କ୍ରୋଧକୁ ଉପଶମିତ କରେ, କିନ୍ତୁ କଟୁ ବାକ୍ୟ କ୍ରୋଧକୁ ଉତ୍ତେଜିତ କରେ। ଜଣେ ବିଜ୍ଞ ବ୍ୟକ୍ତିର ଜିହ୍ୱା ଜ୍ଞାନ ପ୍ରଦାନ କରେ, କିନ୍ତୁ ନିର୍ବୋଧ ବ୍ୟକ୍ତିର ମୁଖ ମୂଢ଼ତା ଢାଳି ଦିଏ। ପ୍ରଭୁଙ୍କର ସୃଷ୍ଟି ସବୁକିଛି ନିରୀକ୍ଷଣ କରେ, ଦୁଷ୍ଟ ତଥା ଶିଷ୍ଟ ବ୍ୟକ୍ତିମାନଙ୍କୁ ତାହା ଅବଲୋକନ କରେ। ଏକ ଶାନ୍ତ ଜିହ୍ୱା ଜୀବନର ବୃକ୍ଷ ଅଟେ, କିନ୍ତୁ କଳୁଷିତ ଜିହ୍ୱା ମନକୁ ଉଚ୍ଛିନ୍ନ କରେ। ଜଣେ ନିର୍ବୋଧ ବ୍ୟକ୍ତି ନିଜ ପିତାଙ୍କ ଶିକ୍ଷୋପଦେଶକୁ ଅବଜ୍ଞା କରେ, କିନ୍ତୁ ଜଣେ ବିବେକୀ ତାର ସଂଶୋଧନ ପ୍ରତି ମନୋଯୋଗୀ ହୁଏ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ଗୃହରେ ବିପୁଳ ଧନ ସଞ୍ଚିତ ହୋଇ ରହେ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କ ଆଶ୍ରୟ ଅନିଷ୍ଟତାର କାରଣ ହୁଏ। ବିଜ୍ଞ ବ୍ୟକ୍ତିମାନଙ୍କ ଅଧର ଜ୍ଞାନ ଘୋଷଣା କରେ, କିନ୍ତୁ ମୂଢ଼ ବ୍ୟକ୍ତିମାନଙ୍କର ହୃଦୟ ସେହିପରି କରେ ନାହିଁ। ଦୁଷ୍ଟ ବ୍ୟକ୍ତିମାନଙ୍କର ନୈବେଦ୍ୟ ସ୍ୱର୍ଗ ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ ଅଟେ, କିନ୍ତୁ ନୀତିନିଷ୍ଠାମାନଙ୍କ ପ୍ରାର୍ଥନା ତାହାଙ୍କ ପ୍ରତି ପ୍ରୀତିକର। ଦୁଷ୍ଟ ବ୍ୟକ୍ତିମାନଙ୍କ ମାର୍ଗାବଳୀ ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ ଅଟେ, କିନ୍ତୁ ସେ ନ୍ୟାୟପରାୟଣକାରୀମାନଙ୍କୁ ସ୍ନେହ କରନ୍ତି। ପଥଭ୍ରଷ୍ଟ ବ୍ୟକ୍ତିମାନେ କଠୋର ଶାସ୍ତି ପ୍ରାପ୍ତ ହେବେ, ଯିଏ ତିରସ୍କାର ଘୃଣା କରେ ସେ ମୃତ୍ୟୁ ମୁଖରେ ପଡ଼ିବ। ପାତାଳ ତଥା ଅଧୋଲୋକ ପ୍ରଭୁଙ୍କ ସନ୍ନିଧାନରେ ଉନ୍ମୁକ୍ତ ହୋଇ ରହେ, ତାହା ହେଲେ ମନୁଷ୍ୟ ହୃଦୟ କେତେ ବା ଅଧିକ ନ ହେବ। ଜଣେ ଉପାସକ ଭର୍ତ୍ସନାକୁ ପସନ୍ଦ କରେ ନାହିଁ, ସେ ବିଜ୍ଞ ବ୍ୟକ୍ତିମାନଙ୍କର ସନ୍ନିକଟ ହେବ ନାହିଁ। ସନ୍ତୁଷ୍ଟ ହୃଦୟ ମୁଖକୁ ସୁପ୍ରସନ୍ନ କରେ, କିନ୍ତୁ ମନୋବ୍ୟଥା ଆତ୍ମାକୁ ଭଗ୍ନ କରେ। ବୁଦ୍ଧିମାନ ବ୍ୟକ୍ତିର ମନୋଜ୍ଞାନର ସନ୍ଧାନ କରେ, କିନ୍ତୁ ଜଣେ ନିର୍ବୋଧ ବ୍ୟକ୍ତି ମୂଢ଼ତା ଆହାର କରେ। ଦୁଃଖ ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ଦିନ ସକଳ କ୍ଲେଶପୂର୍ଣ୍ଣ, କିନ୍ତୁ ଏକ ସନ୍ତୁଷ୍ଟ ମନ ଚିରନ୍ତନ ଭୋଜି ଭୋଗ କରେ। ଉତ୍କଣ୍ଠା କୁଡ଼ିତ ହୋଇ ପ୍ରଚୁର ଧନର ଅଧିକାରୀ ହେବା ଅପେକ୍ଷା ପ୍ରଭୁଙ୍କ ପ୍ରତି ଭକ୍ତିର ସହ ଅଳ୍ପ ପଦାର୍ଥର ଅଧିକାରୀ ହେବା ବରଂ ଶ୍ରେୟସ୍କର। ବିଦେଶରେ ହୃଷ୍ଟପୃଷ୍ଟ ବଳଦ ମାଂସର ଭକ୍ଷଣ ଅପେକ୍ଷା ସସ୍ନେହରେ ଶାକ ଆହାର ବରଂ ଶ୍ରେୟସ୍କର। ଜଣେ କ୍ଷିପ୍ର କପି କଳହ ସୃଷ୍ଟି କରେ, କିନ୍ତୁ ଜଣେ କ୍ଷମାଶୀଳ ବ୍ୟକ୍ତି ବିବାଦକୁ ଶମିତ କରେ। ଜଣେ ଅଳସୁଆର ପଥ କଣ୍ଟକାବୃତ, କିନ୍ତୁ ଜଣେ ନୀତିନିଷ୍ଠ ବ୍ୟକ୍ତିର ମାର୍ଗ ଏକ ସୁଗମ ରାଜପଥ। ଜଣେ ବିବେକୀ ପୁତ୍ର ନିଜ ପିତାଙ୍କୁ ସନ୍ତୁଷ୍ଟ କରେ, କିନ୍ତୁ ନିର୍ବୋଧ ବ୍ୟକ୍ତି ନିଜ ମାତାଙ୍କୁ ଅବମାନନା କରେ। ବୁଦ୍ଧିହୀନ ବ୍ୟକ୍ତି ମୂଢ଼ତାରେ ଆନନ୍ଦିତ ହୁଏ, କିନ୍ତୁ ଜଣେ ଜ୍ଞାନୀ ସିଧାସଳଖ ପଥରେ ଗମନ କରେ। ଯଦି ସୁବିବେକ ନଥାଏ, ତେବେ ଯୋଜନାଗୁଡ଼ିକ ବିଫଳ ହୁଏ, କିନ୍ତୁ ବହୁ ପରାମର୍ଶଦାତାମାନଙ୍କ ସାହାଯ୍ୟରେ ସେ ସମସ୍ତ ଜୟଯୁକ୍ତ ହୁଏ। ସମୁଚିତ ପ୍ରତ୍ୟୁତ୍ତର ଦେବା କାର୍ଯ୍ୟ ଜଣେ ବ୍ୟକ୍ତିକୁ ଆହ୍ଲାଦିତ ଦିଏ, ତଥା ସମୟରେ ବାକ୍ୟ କେତେ ଉତ୍ତମ। ଜଣେ ବିଜ୍ଞ ବ୍ୟକ୍ତିର ପଥ ଊର୍ଦ୍ଧ୍ୱାଭିମୁଖୀ ଜୀବନ ଆଡ଼କୁ ପଥ ପ୍ରଦର୍ଶନ କରେ, ସେ ନିମ୍ନସ୍ଥ ପାତାଳକୁ ବାଦ ଦିଏ। ପ୍ରଭୁ ଅହଙ୍କାରୀର ଗୃହକୁ ଧୂଳିସାତ କରନ୍ତି, କିନ୍ତୁ ବିଧବାର ସୀମା ସରହଦକୁ ସେ ସଂରକ୍ଷଣ କରନ୍ତି। ଦୁଷ୍ଟ ବ୍ୟକ୍ତିମାନଙ୍କର ଆଲୋଚନା ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ, ଏବଂ ନିଷ୍କଳଙ୍କମାନଙ୍କ ବାକ୍ୟ ସବୁ ତାହାଙ୍କୁ ପ୍ରୀତିଦାୟକ। ଯିଏ ଅନ୍ୟାୟ ଲାଭ ସନ୍ଧାନ କରେ, ସେ ନିଜ କୁଟୁମ୍ବ ପ୍ରତି ଉପଦ୍ରବ ଘଟାଏ, କିନ୍ତୁ ଯିଏ ଲାଞ୍ଚ ଗ୍ରହଣ କରିବା ପାଇଁ ବିଦ୍ୱେଷ କରେ, ସେ ଜୀବିତ ରହିବ। ଜଣେ ନୀତିନିଷ୍ଠ ବ୍ୟକ୍ତି ଆଲୋଚନା ପୂର୍ବକ ଉତ୍ତର ଦିଏ,
କିନ୍ତୁ ଦୁଷ୍ଟ ବ୍ୟକ୍ତିର ଅଧର ମନ୍ଦ କଥା ଅଜାଡ଼ି ଦିଏ। ପ୍ରଭୁ ଦୁଷ୍ଟ ବ୍ୟକ୍ତି ସମୀପରୁ ସୁଦୂରରେ ରହନ୍ତି, କିନ୍ତୁ ସେ ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଶୁଣନ୍ତି। ଦୟା ବିଶିଷ୍ଟ ଦୃଷ୍ଟି ହୃଦୟକୁ ଆନନ୍ଦିତ କରେ। ସୁସମ୍ବାଦ ଅସ୍ଥିର ପୁଷ୍ଟି କରେ। ଯାହାର କର୍ଣ୍ଣ ସଦୁପଦେଶ ପ୍ରତି ମନୋଯୋଗୀ ହୁଏ, ସେ ବିଜ୍ଞ ବ୍ୟକ୍ତିମାନଙ୍କ ଗହଣରେ ଅବସ୍ଥାନ କରିବ। ଯିଏ ଶିକ୍ଷୋପଦେଶ ଅବମାନନା କରେ, ସେ ନିଜକୁ ବିଦ୍ୱେଷ କରେ, କିନ୍ତୁ ଯିଏ ଶିକ୍ଷୋପଦେଶ ଶୁଣେ, ସେ ଜ୍ଞାନ ଲାଭ କରେ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଜ୍ଞାସୁଲଭ ଶିକ୍ଷୋପଦେଶ ଅଟେ ଏବଂ ନମ୍ରତା ସମ୍ଭ୍ରମର ଅଗ୍ରଦୂତ। ଅଧ୍ୟାୟ 16। ମନୁଷ୍ୟର ମନ ଯୋଜନା ସମୂହ ସମ୍ବିଧାନ କରେ, କିନ୍ତୁ ଜିହ୍ବାର ଉତ୍ତର ପ୍ରଭୁଙ୍କର ଅଟେ। ଜଣେ ବ୍ୟକ୍ତିର ଦୃଷ୍ଟିରେ ତାର ମାର୍ଗାବଳୀ ନିର୍ଦ୍ଦୋଷ ଦେଖାଯାଏ, କିନ୍ତୁ ପ୍ରଭୁ ହୃଦୟର ସନ୍ଧାନ କରନ୍ତି। ପ୍ରଭୁଙ୍କ ହସ୍ତରେ ତୁମର ସମସ୍ତ କାର୍ଯ୍ୟ ସମର୍ପଣ କର, ତାହାହେଲେ ତୁମର ସମସ୍ତ ଯୋଜନା ସାର୍ଥକ ହେବ। ସବୁକିଛି ବସ୍ତୁକୁ ତାହାର ଉଦ୍ଦେଶ୍ୟ ସାଧନ ନିମନ୍ତେ ପ୍ରଭୁ ସୃଷ୍ଟି କରିଛନ୍ତି ଓ ଦୁଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ଅନିଷ୍ଟର ଦିବସ ପାଇଁ ସୃଜନ କରିଅଛନ୍ତି। ଔଦ୍ଧତ୍ୟପୂର୍ଣ୍ଣ ପ୍ରତ୍ୟେକ ବ୍ୟକ୍ତି ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ। ସୁନିଶ୍ଚିତ ଭାବେ ଜାଣି ରଖ ଯେ ସେ ତାକୁ ଅଦଣ୍ଡିତ ଛାଡ଼ିବେ ନାହିଁ। ବିଶ୍ୱସ୍ତତା ତଥା ସତ୍ୟତା ଦ୍ୱାରା ପାପର ପରିହାର ହୁଏ ଏବଂ ପ୍ରଭୁଙ୍କ ପ୍ରତି ଭୟଭକ୍ତି ଦ୍ୱାରା ମନୁଷ୍ୟ ମନ୍ଦକୁ ଦୂରେଇ ଦିଏ। ଜଣେ ବ୍ୟକ୍ତିର ମାର୍ଗାବଳୀ ଯେବେ ପ୍ରଭୁଙ୍କ ଦୃଷ୍ଟିରେ ପ୍ରୀତିକର, ତେବେ ଶତ୍ରୁମାନଙ୍କୁ ମଧ୍ୟ ସେ ନିଜ ମିତ୍ର ରୂପେ ପରିଣତ କରନ୍ତି। ଅନ୍ୟାୟରେ ଅର୍ଜିତ ପ୍ରଚୁର ଆୟ ଅପେକ୍ଷା ନ୍ୟାୟପରାୟଣତାର ସହ ପ୍ରାପ୍ତ ସ୍ୱଳ୍ପ ପଦାର୍ଥର ଅଧିକାରୀ ହେବା ବରଂ ଶ୍ରେୟସ୍କର। ମନୁଷ୍ୟର ମନ ନିଜ ମାର୍ଗାବଳୀ ସମ୍ବନ୍ଧରେ ସନ୍ନିଧାନ କରେ, କିନ୍ତୁ ପ୍ରଭୁ ତାର ପଦାଙ୍କକୁ ନିରୂପଣ କରନ୍ତି। ରାଜାଙ୍କ ଅଧର ଦିବ୍ୟବାଣୀ ଉଚ୍ଚାରଣ କରେ, ବିଚାର କରିବା ସମୟରେ ସେ ଭୁଲ କରେ ନାହିଁ। ନ୍ୟାୟସଙ୍ଗତ ତରାଜୁ ତଥା ତୁଳାଦଣ୍ଡ ପ୍ରଭୁଙ୍କର ଥଳିରେ ଥିବା ସମସ୍ତ ବଟକରା ତାହାଙ୍କ ଦ୍ୱାରା ପ୍ରସ୍ତୁତ। ମନ୍ଦ କାର୍ଯ୍ୟ କରିବା ରାଜାମାନଙ୍କ ସପକ୍ଷରେ ଘୃଣ୍ୟ, କାରଣ ନ୍ୟାୟପରାୟଣତା ସିଂହାସନକୁ ଦୃଢ଼ୀଭୂତ କରେ। ନୀତିନିଷ୍ଠ ଅଧର ରାଜାଙ୍କୁ ଆହ୍ଲାଦିତ କରେ ଏବଂ ଯିଏ ନ୍ୟାୟପରାୟଣ କଥା କହେ, ସେ ତାଙ୍କୁ ସ୍ନେହ କରେ। ରାଜାଙ୍କ କ୍ରୋଧ ମୃତ୍ୟୁର ଦୂତ ଏବଂ ଜଣେ ବିଜ୍ଞ ତାଙ୍କୁ ପ୍ରଶମିତ କରିବ। ରାଜାଙ୍କ ବଦନର ପ୍ରସନ୍ନତାରେ ଜୀବନ ଅବସ୍ଥାନ କରେ ଏବଂ ତାଙ୍କ ପ୍ରୀତି ବସନ୍ତ ବୃଷ୍ଟି ବର୍ଷଣକାରୀ ମେଘ ସଦୃଶ। ପ୍ରଜ୍ଞାର ଉପଲବ୍ଧି ସ୍ୱର୍ଣ୍ଣ ଅପେକ୍ଷା ଅତ୍ୟୁତ୍ତମ ଏବଂ ବିଶିଷ୍ଟ ରୌପ୍ୟ ଅପେକ୍ଷା ଜ୍ଞାନର ଅର୍ଜନ ଅଧିକ ବାଞ୍ଛନୀୟ। ନୀତିନିଷ୍ଠମାନଙ୍କ ପଥ ମନ୍ଦରୁ ଦୂରେଇ ରହେ। ଯିଏ ନିଜର ପଥ ସମ୍ବନ୍ଧରେ ଜାଗ୍ରତ ରୁହେ, ସେ ନିଜ ଜୀବନକୁ ସଂରକ୍ଷଣ କରେ। ଅହଙ୍କାର ବିନାଶର ଅଗ୍ରଦୂତ ଏବଂ ଦାମ୍ଭିକ ମନ ପତନର ଅଗ୍ରଗାମୀ। ଅହଙ୍କାରୀମାନଙ୍କ ସହ ଲୁଣ୍ଠିତ ବସ୍ତୁକୁ ବିଭକ୍ତ କରିବା ଅପେକ୍ଷା ବିନୀତମନା ହୋଇ ନିର୍ଦ୍ଧନମାନଙ୍କ ସଙ୍ଗରେ ଜୀବନଯାପନ କରିବା ବରଂ ଶ୍ରେୟସ୍କର। ମନୋଯୋଗୀ ହୋଇ ଯିଏ ବଚନ ପ୍ରତି କର୍ଣ୍ଣପାତ କରିବ, ସେ ଐଶ୍ୱର୍ଯ୍ୟଶାଳୀ ହେବ ଏବଂ ଯିଏ ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ କରେ, ସେ ଧନ୍ୟ। ଯାହାର ମନ ଜ୍ଞାନ ସୁଲଭ, ସେ ବିବେକୀ ରୂପେ ଅଭିହିତ ହୁଏ ଓ ପ୍ରୀତିକର କଥା ବାକ୍ୟକୁ ଅଧିକ ଯୁକ୍ତି ପ୍ରଭାବିତ କରେ। ଯିଏ ପ୍ରଜ୍ଞା ବିଶିଷ୍ଟ, ତାହା ତା ପାଇଁ ଜୀବନର ଉତ୍ସ ଅଟେ, କିନ୍ତୁ ମୂଢ଼ତା ନିର୍ବୋଧ ବ୍ୟକ୍ତିମାନଙ୍କ ଶାସ୍ତି ବିଧାନ। ବିଜ୍ଞ ବ୍ୟକ୍ତିର ମନ ତାର ବାର୍ତ୍ତାଳାପକୁ
ସୁବିବେଚିତ କରେ ଓ ସେହିପରି ତାହାକୁ ଯୁକ୍ତି ପ୍ରଭାବିତ କରେ। ପ୍ରୀତିକର ବାକ୍ୟାଳାପ ମଧୁଚକ୍ର ସଦୃଶ ଅଟେ। ତାହା ଆତ୍ମାକୁ ମାଧୁର୍ଯ୍ୟ ତଥା ଶରୀରକୁ ଆରୋଗ୍ୟ ପ୍ରଦାନ କରେ। ମନୁଷ୍ୟ ଦୃଷ୍ଟିରେ ସଠିକ୍ ଦେଖାଯାଉଥିବା ଏକ ପଥ ଅଛି, କିନ୍ତୁ ତାହା ପରିଶେଷରେ ମୃତ୍ୟୁ ଅଭିମୁଖେ ବାଟ କଢ଼ାଏ। ଏକ ମନୁଷ୍ୟର କ୍ଷୁଧା ତାକୁ ଖାଦ୍ୟ ପ୍ରତି କୌଣସି ବାଛ ବିଚାର କରିବାକୁ ଦେଇନଥାଏ। ତାର ମୁଖ ତାକୁ ଖାଦ୍ୟ ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଏ। ଅଧମ ବ୍ୟକ୍ତି ମନ୍ଦ ଚକ୍ରାନ୍ତ କରେ, ତାର କଥା ଦଗ୍ଧକାରୀ ଉତ୍ତାପ ସଦୃଶ। ଜଣେ କୁଟିଳ ବ୍ୟକ୍ତି କଳହ ରୋପଣ କରେ। ଏକ କାନହୁଳା ଲୋକ ଅତି ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ବିଚ୍ଛେଦ ଘଟାଏ। ଜଣେ ଅନିଷ୍ଟକାରୀ ବ୍ୟକ୍ତି ନିଜ ପ୍ରତିବେଶୀକୁ ପ୍ରଲୋଭିତ କରେ। ସେ ତାକୁ ନିକୃଷ୍ଟ ପଥ ଦେଇ ଆନୟନ କରେ। ଯିଏ ଆଖିରେ ଇଙ୍ଗିତ ଦିଏ, ସେ କୁଟିଳ ବିଷୟ ଅନୁଧ୍ୟାନ କରେ ଏବଂ ଯିଏ ଅଷ୍ଟକୁ ସଂକୁଚିତ କରେ, ସେ ଅନିଷ୍ଟ ଘଟାଏ। ଧୂସର କେଶଯୁକ୍ତ ମସ୍ତକ ଏକ ମହିମାମୟ ମୁକୁଟ ଅଟେ। ନୀତିନିଷ୍ଠ ଜୀବନଯାପନ ଦ୍ୱାରା ତାହା ଉପଲବ୍ଧି ହୁଏ। ଯେ ଧୀର କପି, ସେ ଜଣେ ପରାକ୍ରମୀ ଅପେକ୍ଷା ଅଧିକ ଶ୍ରେଷ୍ଠ ଏବଂ ଯିଏ ନିଜ ଚିତ୍ତକୁ ନିୟନ୍ତ୍ରଣ କରେ, ସେ ନଗରୀକୁ ଅଧିକାର କରୁଥିବା ଜଣେ ବ୍ୟକ୍ତି ଅପେକ୍ଷା ବରଂ ଅଧିକ ଶ୍ରେୟସ୍କର। ମୀମାଂସା କରିବା ପାଇଁ ଗୁଳିବାଣ୍ଟକାରୀ ଅଛନ୍ତି, କିନ୍ତୁ ତାର ଅନ୍ତିମ ନିଷ୍ପତ୍ତି ପ୍ରଭୁ ଅଟନ୍ତି। ଅଧ୍ୟାୟ 17। ଗୋଟିଏ କଳହଯୁକ୍ତ ଗୃହର ଭୋଜି ଅପେକ୍ଷା ଶାନ୍ତିରେ ଭକ୍ଷଣ କରାଯାଇଥିବା ଖଣ୍ଡିଏ ଶୁଷ୍କ ରୁଟି ଅଧିକ ଉତ୍ତମ। ବିବେକ ସହ ବ୍ୟାପାର କରୁଥିବା ଜଣେ ଦାସ ଲଜ୍ଜାଦାୟୀ ପୁତ୍ର ପରେ କର୍ତ୍ତୃତ୍ୱ ବିସ୍ତାର କରିବ ଓ ଅନ୍ୟ ଭ୍ରାତାମାନଙ୍କ ସହ ଉତ୍ତରାଧିକାର ଲାଭ କରିବ। କଇରେ ରୌପ୍ୟ ଓ ଉଲ୍ଲେଇରେ ସ୍ୱର୍ଣ୍ଣ ଶୁଦ୍ଧପୂତ ହୁଏ, କିନ୍ତୁ ପ୍ରଭୁ ହୃଦୟ ସକଳକୁ ପରୀକ୍ଷା କରନ୍ତି। ଦୁଷ୍ଟ ଅଧର ନିର୍ଗତ କଥା ପ୍ରତି ଦୁଷ୍କର୍ମୀ କର୍ଣ୍ଣପାତ କରେ ଓ ଅପବାଦକୁ ଜିହ୍ୱା ପ୍ରତି ମିଥ୍ୟାବାଦୀ ମନୋଯୋଗୀ ହୁଏ। ଯେ ନିର୍ଦ୍ଧନମାନଙ୍କୁ ଉପହାସ କରେ, ସେ ନିଜ ସ୍ରଷ୍ଟାଙ୍କୁ ନିନ୍ଦା କରେ ଏବଂ ଯିଏ ଅନ୍ୟର ବିପଦରେ ସନ୍ତୋଷ ପ୍ରକାଶ କରେ, ସେ ଅଦଣ୍ଡନୀୟ ହୋଇ ରହିବ ନାହିଁ। ପୈତୃଗଣ ବୃଦ୍ଧମାନଙ୍କର ମୁକୁଟ ଅଟନ୍ତି ଓ ପୁତ୍ରମାନଙ୍କ ଦର୍ପ ପିତୃବୃନ୍ଦ ଅଟନ୍ତି। ଉତ୍ତମ ବାକ୍ୟାଳାପ ମୂଢ଼ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ନୁହେଁ। ସେହିପରି କପଟ ଭାଷଣ କୁଳୀନ ଜାତିମାନଙ୍କ ପାଇଁ ଅନୁଚିତ। ଯିଏ ଲାଞ୍ଚ ଦିଏ, ସେ ତାକୁ କୁହୁକ ଦଣ୍ଡ ସଦୃଶ ବିବେଚନା କରେ। ଯେକୌଣସି ଦିଗକୁ ସେ ବୁଲେ, ସେଠାରେ ସେ ଐଶ୍ୱର୍ଯ୍ୟଶାଳୀ ହୁଏ। ବୁଦ୍ଧିମାନଙ୍କୁ ଥରକର ତିରସ୍କାର ଅଧିକ ହୃଦୟସ୍ପର୍ଶୀ ହେବ। ଯିଏ ଅପରାଧ କ୍ଷମା କରେ, ସେ ସ୍ନେହର ସନ୍ଧାନ କରେ, କିନ୍ତୁ ଯିଏ ଗୋଟିଏ କଥା ବାରମ୍ବାର ଆବୃତ୍ତ କରେ, ସେ ମିତ୍ରକୁ ଶତ୍ରୁ ଭାବାତ୍ପନ୍ନ କରାଏ। ଜଣେ ନିର୍ବୋଧ ପ୍ରତି 100 ପ୍ରହାର ଅପେକ୍ଷା ଜଣେ ବୁଦ୍ଧିମାନ ବ୍ୟକ୍ତି ପ୍ରତି ଏକ ତିରସ୍କାର ଅଧିକ ହୃଦୟସ୍ପର୍ଶୀ ହୁଏ। ଜଣେ ଦୁଷ୍ଟ ଲୋକ କେବଳ ବିଦ୍ରୋହର ସନ୍ଧାନ କରେ, ତା ବିରୁଦ୍ଧରେ ଜଣେ ନିଷ୍ଠୁର ଦୂତ ପ୍ରେରିତ ହେବ। ମୂଢ଼ତା ବିଶିଷ୍ଟ ଜଣେ ନିର୍ବୋଧ ବ୍ୟକ୍ତିର ସମ୍ମୁଖୀନ ହେବା ପାଇଁ ଅପେକ୍ଷା ନିଜ ଶାବକମାନଙ୍କୁ ହରାଇ ବସିଥିବା ସ୍ତ୍ରୀ ଭଲ୍ଲୁକର ସମ୍ମୁଖୀନ ହେବା ଅଧିକ କାମ୍ୟ। ଯିଏ ସତ୍ ବିନିମୟରେ ଅସତ୍ ପ୍ରତିଦାନ କରେ, ତାର ଗୃହରୁ ଅନିଷ୍ଟ ଦୂରେଇ ଯିବ ନାହିଁ। ବନ୍ଧ ଭାଙ୍ଗି ଜଳକୁ ଛାଡ଼ି ଦେବା ସଦୃଶ ଅଟେ କଳହର ପ୍ରାରମ୍ଭ। ସୁତରାଂ କଳହ ଆରମ୍ଭ ହେବା ପୂର୍ବରୁ ତାହାକୁ ନିବାରଣ କର। ଯିଏ ଦୁଷ୍ଟ ବ୍ୟକ୍ତିର ଦୁଷ୍କର୍ମକୁ ନ୍ୟାୟୀକୃତ କରେ ଓ ଯିଏ ଧାର୍ମିକଙ୍କ ବିରୁଦ୍ଧରେ ଦୋଷାରୋପ କରେ, ସେମାନେ ଦୁହେଁ
ସମାନ ଭାବେ ପ୍ରଭୁଙ୍କ ସନ୍ନିଧାନରେ ଘୃଣ୍ୟ। ଧନ ସମ୍ପଦ ଦ୍ୱାରା ଜଣେ ନିର୍ବୋଧ ବ୍ୟକ୍ତିର କ'ଣ ବା ପ୍ରୟୋଜନ? ଯେହେତୁ ସେ ବୁଦ୍ଧିହୀନ, ସେ କ'ଣ ପ୍ରଜ୍ଞାକୁ କ୍ରୟ କରିପାରିବ? ଜଣେ ବନ୍ଧୁ ସର୍ବଦା ସ୍ନେହ କରେ, ବିପଦ କାଳରେ ସାହାଯ୍ୟ କରିବା ପାଇଁ ଜଣେ ଭ୍ରାତା ଜାତ ହୋଇଥାଏ। ଜଣେ ବୁଦ୍ଧିହୀନ ଲୋକ ନିଜ ପ୍ରତିବେଶୀ ସକାଶେ ଏକ ବନ୍ଧକ ଦିଏ ଓ ତା ପାଇଁ ପଣ ସ୍ୱରୂପ ରହେ। ଯିଏ ନିୟମ ଲଙ୍ଘନର ସ୍ନେହୀ, ସେ କଳହର ସ୍ନେହୀ। ଯେ ଉଚ୍ଚ କରି ଦ୍ୱାର ନିର୍ମାଣ କରେ, ସେ ବିନାଶର ସନ୍ଧାନ କରେ। ଜଣେ କୁଟିଳ ମନା ଐଶ୍ୱର୍ଯ୍ୟ ଲାଭ କରେ ନାହିଁ ଓ ପ୍ରବଞ୍ଚନାତ୍ମକ ଜିହ୍ୱା ବିଶିଷ୍ଟ ଜଣେ ଲୋକ ବିପଦରେ ନିପତିତ ହୁଏ। ଜଣେ ନିର୍ବୋଧ ପୁତ୍ର ତାର ପିତାକୁ ସନ୍ତପ୍ତ କରେ ଓ ମୂଢ଼ ବ୍ୟକ୍ତିର ପିତା କେବେ ହେଁ ଆନନ୍ଦ ଭୋଗ କରେ ନାହିଁ। ଏକ ସନ୍ତୁଷ୍ଟ ହୃଦୟ ଉତ୍ତମ ଔଷଧ ଅଟେ, କିନ୍ତୁ ଏକ ନିରୁତ୍ସାହିତ ମନ ଅସ୍ଥି ସବୁକୁ ଶୁଷ୍କ କରେ। ନ୍ୟାୟପରାୟଣତାର ପଥକୁ ବିଭ୍ରାନ୍ତ କରିବା ପାଇଁ ଜଣେ ଦୁଷ୍ଟ ବ୍ୟକ୍ତି ଗୋପନରେ ଲାଞ୍ଚ ଗ୍ରହଣ କରେ। ଜଣେ ଜ୍ଞାନ ସୁଲଭ ବ୍ୟକ୍ତି ପ୍ରଜ୍ଞାର ଉପଲବ୍ଧି ପାଇଁ ଉଦ୍ୟତ ହୁଏ, କିନ୍ତୁ ମୂଢ଼ ବ୍ୟକ୍ତିର ଚକ୍ଷୁ ପୃଥିବୀର ସୀମା ସରହଦ ପର୍ଯ୍ୟନ୍ତ ପରିଭ୍ରମଣ କରେ। ଜଣେ ନିର୍ବୋଧ ପୁତ୍ର ତାର ପିତାଙ୍କୁ ସନ୍ତପ୍ତ କରେ ଓ ତାକୁ ଜନ୍ମ ଦେଇଥିବା ଜନନୀ ପାଇଁ ସେ ତିକ୍ତତା ଜନ୍ମାଏ। ଜଣେ ନୀତିନିଷ୍ଠ ବ୍ୟକ୍ତି ଉପରେ ଅର୍ଥଦଣ୍ଡ ଦେବା ଉତ୍ତମ ନୁହେଁ ଓ କୁଳୀନ ଜାତ ବ୍ୟକ୍ତିମାନଙ୍କୁ ପ୍ରହାର କରିବା ଭୁଲ। ଯିଏ ନିଜର ବାର୍ତ୍ତାଳାପକୁ ନିୟନ୍ତ୍ରଣ କରେ, ସେ ଜଣେ ଜ୍ଞାନୀ ଓ ଯିଏ ନିଜ ପ୍ରଶାନ୍ତ ମନା ଜଣେ ବୁଦ୍ଧିମାନ। ମୂଢ଼ ବ୍ୟକ୍ତି ଯଦି ମୌନ ରହିଲେ, ସେ ଜଣେ ବିଜ୍ଞ ସଦୃଶ ପରିଣତ ହୁଏ। ସେ ଯଦି ନିଜ ଅଧରକୁ ରୁଦ୍ଧ କରେ, ତେବେ ସେ ଜ୍ଞାନୀ ରୂପେ ବିବେଚିତ ହୁଏ। ଅଧ୍ୟାୟ 18। ଯେ ପୃଥକ ଭାବେ ବାସ କରେ, ସେ ନିଖୁଣ ଉପଦେଶକୁ ବିରୋଧ କରିବା ପାଇଁ ଉପାୟ ଅନ୍ୱେଷଣ କରେ। ଜ୍ଞାନର ଅର୍ଜନ ସକାଶେ ଜଣେ ମୂଢ଼ ବ୍ୟକ୍ତି କୌଣସି ଆନନ୍ଦ ପାଏ ନାହିଁ। ସେ ନିଜ ମତ ପ୍ରକାଶ କରିବା ପାଇଁ ପସନ୍ଦ କରେ। ଦୁଷ୍ଟତାର ସହ ଅବଜ୍ଞା ଆଗତ ହୁଏ ଓ ଅପମାନ ସହ ଅପଖ୍ୟାତି ଉପସ୍ଥିତ ହୁଏ। ମନୁଷ୍ୟର ବାକ୍ୟ ଏକ ଅଗାଧ ଜଳାଶୟ ଅଟେ ଓ ପ୍ରଜ୍ଞାର ଉତ୍ସ ଏକ ଦ୍ରୁତ ପ୍ରବାହିତ ଜଳସ୍ରୋତ ଅଟେ। ଦୁଷ୍ଟ ବ୍ୟକ୍ତିର ପକ୍ଷପାତୀ ହେବା ଓ ନୀତିନିଷ୍ଠ ବ୍ୟକ୍ତିକୁ ନ୍ୟାୟ ବିଚାର ନିଷେଧ କରିବା ଉଚିତ ନୁହେଁ। ମୂଢ଼ ବ୍ୟକ୍ତିର ଅଧର କଳହ ସୃଷ୍ଟି କରେ ଓ ତାର ମୁଖ ଚାବୁକାଘାତକୁ ଆମନ୍ତ୍ରଣ କରେ। ଜଣେ ନିର୍ବୋଧ ବ୍ୟକ୍ତିର ମୁଖ ତାର ବିନାଶର କାରଣ ଅଟେ। ତାର ଅଧର ନିଜ ପାଇଁ ଏକ ଫାଶ ଅଟେ। କାନକୁହାର କଥା ସୁସ୍ୱାଦୁ ରୁଟି ସଦୃଶ ତା ଉଦର ଭିତରକୁ ଅବତୀର୍ଣ୍ଣ ହୁଏ। ଯେ ନିଜ କାର୍ଯ୍ୟରେ ଶ୍ରମ କାତର, ସେ ବିନାଶକର ଭ୍ରାତା ଅଟେ। ପ୍ରଭୁଙ୍କର ନାମ ଏକ ଦୃଢ଼ ଗମ୍ବୁଜ। ଜଣେ ନୀତିନିଷ୍ଠ ବ୍ୟକ୍ତି ତନ୍ମଧ୍ୟକୁ ଧାଇଁ ଯାଇ ସୁରକ୍ଷିତ ହୁଏ। ଜଣେ ଧନଶାଳୀର ଧନ ତାର ଏକ ବଳିଷ୍ଠ ନଗରୀ ଅଟେ। ଏକ ଉଚ୍ଚ ପ୍ରାଚୀର ସଦୃଶ ତାହା ତାକୁ ସଂରକ୍ଷଣ କରେ। ବିନାଶ ଘଟିବା ପୂର୍ବରୁ ମନୁଷ୍ୟ ହୃଦୟ ଉଦ୍ଧତ ହୋଇ ରହେ, କିନ୍ତୁ ନମ୍ରତା ସମ୍ଭ୍ରମର ପଶ୍ଚାଦଗାମୀ। କେହି ଯଦି ଶୁଣିବା ପୂର୍ବରୁ ଉତ୍ତର ଦିଏ, ତେବେ ତାହା ତା ପ୍ରତି ମୂଢ଼ତା ତଥା ଅପମାନ ଅଟେ। ମନୁଷ୍ୟାତ୍ମା ରୋଗ ସହନ କରିପାରିବ, କିନ୍ତୁ ଏକ ନିରୁତ୍ସାହିତ ମନକୁ କିଏ ବା ସହନ କରିପାରିବ? ବୁଦ୍ଧିମାନର ମନ ଜ୍ଞାନ ଅର୍ଜନ କରେ ଓ ବିଜ୍ଞ ବ୍ୟକ୍ତିର କର୍ଣ୍ଣ ବିଦ୍ୟା ଲାଭର ସନ୍ଧାନ କରେ। ଯେ ଉପହାର ସମର୍ପଣ କରେ, ସେ ପ୍ରମୁଖ ବ୍ୟକ୍ତିମାନଙ୍କ ନିକଟରେ
ପ୍ରବେଶାଧିକାର ତଥା ସ୍ଥାନ ପ୍ରାପ୍ତ ହୁଏ। ଯିଏ ପ୍ରଥମରେ ଯୁକ୍ତିବାଦ କରେ, ଅନ୍ୟ ଜଣେ ଆସି ତାକୁ ପ୍ରଶ୍ନ କରିବା ପର୍ଯ୍ୟନ୍ତ ସେ ନୀତିନିଷ୍ଠ ସଦୃଶ ପରିଲକ୍ଷିତ ହୁଏ। ଗୁଳିବାଣ୍ଟ ତର୍କ ବିତର୍କର ପରିସମାପ୍ତି ଘଟାଏ। ଶକ୍ତିଶାଳୀ ଦାବି ପ୍ରତିବାଦୀମାନଙ୍କୁ ନିଷ୍ପତ୍ତି ନେବା ପାଇଁ ତାହା ସାହାଯ୍ୟ କରେ। ସାହାଯ୍ୟ ପାଇଥିବା ଜଣେ ଭ୍ରାତା ଗୋଟିଏ ଶକ୍ତିଶାଳୀ ନଗରୀ ସଦୃଶ, କିନ୍ତୁ କଳହ ଦୁର୍ଗର ଅର୍ଗଳ ସମ। ମନୁଷ୍ୟର ଉଦର ତାର ମୁଖର ଫଳ ଦ୍ୱାରା ପରିତୃପ୍ତ ହୁଏ। ଅଧରର ଉତ୍ପାଦନ ଦ୍ୱାରା ସେ ସମ୍ପୃକ୍ତ ହୁଏ। ମୃତ୍ୟୁ ତଥା ଜୀବନ ଜିହ୍ବାର କ୍ଷମତାଧୀନ। ଯେଉଁମାନେ ତାହାକୁ ସ୍ନେହ କରନ୍ତି, ସେମାନେ ତାହାର ଫଳ ଆହାର କରିବେ। ଯିଏ ପତ୍ନୀକୁ ଗ୍ରହଣ କରେ, ସେ ଏକ ଉତ୍ତମ ବସ୍ତୁ ଲାଭ କରେ ଓ ସେ ପ୍ରଭୁଙ୍କର ପ୍ରୀତି ପ୍ରାପ୍ତ ହେବ। ଜଣେ ନିର୍ଦ୍ଧନ ମିନତି ପ୍ରାର୍ଥନା କରେ, କିନ୍ତୁ ଧନଶାଳୀ ରୁକ୍ଷ ଭାବେ ପ୍ରତ୍ୟୁତ୍ତର ଦିଏ। କେହି କେହି ବନ୍ଧୁ ପରି ଛଳନା କରନ୍ତି, କିନ୍ତୁ ଏପରି ଜଣେ ମିତ୍ର ଥାଏ ଯିଏ ଜଣେ ଭ୍ରାତା ଅପେକ୍ଷା ଅଧିକ ନିକଟରେ ରହେ।